ମାଛ ମାରିବା ଅର୍ଥାତ୍ ଜୀବ ହତ୍ୟା କରିବା। ଯମରାଜ ଏଥିପାଇଁ କେଉଟ ପୁଅକୁ ଦଣ୍ଡ ଦେଲେ। କେଉଟ ପୁଅର ଉତ୍ତରରେ ଯମରାଜ ନିଜକୁ ଦୋଷୀ ଭାବିଲେ। କାହାଣୀଟି ଶୁଣିବା ଆଗରୁ ଚ୍ୟାନେଲଟିକୁ ଲାଇକ୍ ଆଉ ସବସ୍କ୍ରାଇବ୍ ନିଶ୍ଚୟ କରିଦିଅନ୍ତୁ। ବହୁ ବର୍ଷ ତଳର କଥା। ଗୋଟିଏ କେଉଟ ପୁଅ ନଦୀମାନଙ୍କରୁ ବିଭିନ୍ନ ପ୍ରକାରର ମାଛ ଧରି ବଜାରରେ ବିକ୍ରି କରି 2 ପଇସା ଭଲ ରୋଜଗାର କରେ। ଦିନେ ଯମରାଜ ପୃଥିବୀ ଭ୍ରମଣରେ ଆସି ଗୋଟିଏ ନଈ ନିକଟରେ ପହଞ୍ଚିଲେ। ନଈରେ ସେ କେଉଟ ପୁଅ ମାଛ ଧରୁଥିବାର ଦେଖି ତାଙ୍କର ତଥା ସେ ଯମରାଜଙ୍କର ହଠାତ୍ ବହୁତ ରାଗ ହେଲା। ଭାବିଲେ, କେତେ ହିଂସ୍ର ଏ ପିଲାଟା। ହୃଦୟରେ ତାର ଟିକେ ବି ଦୟା ଭାବନା ନାହିଁ। ଏ ପିଲାଟିକୁ ଉଚିତ ଶାସ୍ତି ମିଳିବା ଦରକାର। ତାପରେ ଯମ ମହାରାଜ ନିଜର ବେଶ ବଦଳାଇ ଏକ ସାଧୁ ବେଶରେ ଯାଇ ସେ କେଉଟ ପୁଅ ପାଖରେ ପହଞ୍ଚିଲେ। କହିଲେ, ତୁମେ ବହୁତ ଅନ୍ୟାୟ କରୁଛ। ଟଙ୍କା ପାଇବା ପାଇଁ ତୁମେ ବହୁତ ଜୀବ ହତ୍ୟା କରୁଛ। ସାଧୁଙ୍କ ଏପରି କଥା ଶୁଣି ସେ କେଉଟ ପୁଅ କହିଲା, ଏଥିରେ ମୋର ଦୋଷ ବା କ'ଣ? ଇଏ ତ ଆମର ବୃତ୍ତି। ମୋ ଜେଜେବାପା ମାଛ ମାରୁଥିଲେ, ମୋ ବାପା ବି ମାରୁଥିଲେ, ଆଉ ଏବେ ମୁଁ ମାରୁଛି। ମାଛ ନ ମାରିଲେ ଆମେ ଖାଇବୁ କ'ଣ? ଆଉ ଚଳିବୁ ବା କିପରି? ତାପରେ ସେ ସାଧୁ କହିଲେ, ଅନ୍ୟ କିଛି ବ୍ୟବସାୟ କର, ମାତ୍ର ଏ ଜୀବ ହତ୍ୟାର ପାପରେ ଆଦୌ ଭାଗି ହୁଅ ନାହିଁ। ତୁମେ ତ ବହୁତ ପାପ କରିସାରିଲଣି। ଏକଥା ଶୁଣି ସେ କେଉଟ ପୁଅ ଅତ୍ୟନ୍ତ ରାଗିଗଲା ଆଉ କହିଲା, ମୁଁ ମୋ ବୃତ୍ତି କେବେ ବି ଛାଡ଼ି ପାରିବିନି। ତୁମର ଯାହା ବି କରିବା କଥା କର। ଏକଥା ଶୁଣି ସେ ସାଧୁ ବି ହଠାତ୍ ରାଗିଗଲେ ଆଉ କହିଲେ, ତୁ ଆଜିଠାରୁ ମାଛ ହୋଇ ରହିବୁ। ତୁ ଯେମିତି ମାଛକୁ ହତ୍ୟା କରୁଛୁ, ତତେ ବି ସେମିତି ଆଉ କିଏ ମାରିବ। ତେବେ ଯାଇ ତୁ ଜାଣିବୁ କଷ୍ଟ ଯନ୍ତ୍ରଣା କ'ଣ। ଏତିକି କହି ସେ ସାଧୁ ପିଲାଟିକୁ ମାଛ କରିଦେଲେ। ତାପରେ ସେ କେଉଟ ପୁଅ ବି ମାଛ ପାଲଟିଗଲା। ନଈରେ ଅନ୍ୟମାନଙ୍କ ସହିତ ସେ ବି ରହିବାକୁ ଲାଗିଲା। ଦିନକର କଥା, ଗୋଟିଏ ବଡ଼ ସାପ ସେ ନଈକୁ ଆସିଲା। ଏତେ ପ୍ରକାରର ମାଛ ସେ କେବେ ହେଲେ ବି ଅନ୍ୟ ନଈରେ ଦେଖିନଥିଲା। ହଠାତ୍ ତାକୁ ଗୋଟିଏ ଅଦ୍ଭୁତ ମାଛ ଦେଖାଗଲା। ସେ ପହଁରୁ ନଥିଲା କି କାହା ସହିତ ଆଦୌ ମିଶୁ ନଥିଲା। ଏକୁଟିଆ ପହଁରୁଥିଲା। ସେ ମାଛଟିକୁ ଏପରି ଏକୁଟିଆ ପାଇ ବଡ଼ ସାପ ମାଛଟିକୁ ଚୋଟଟିଏ ମାରିଲା। ସେହି କ୍ଷଣି ସେ ମାଛଟି ବି ମରିଗଲା। ସେ ମାଛଟି ମରିବା କ୍ଷଣି ତା ଆତ୍ମା କେଉଟ ପୁଅର ଆତ୍ମା ହୋଇଗଲା। ତାପରେ ତାହାର ଆତ୍ମାକୁ ମୃତ୍ୟୁଦୂତମାନେ ମୃତ୍ୟୁପୁରକୁ ବିଚାର ପାଇଁ ନେଇଗଲେ। ସେତେବେଳେ ତ ମୃତ୍ୟୁ ମହାରାଜ ସିଂହାସନରେ ବସିଥାନ୍ତି। ମୃତ୍ୟୁ ଗୁମାସ୍ତା ମୃତ୍ୟୁର ପଞ୍ଜିକା ଦେଖୁଥାନ୍ତି। ମୃତ୍ୟୁ ଗୁମାସ୍ତା କହିଲେ, ମହାରାଜ, ବଡ଼ ଅଜବ ପରିସ୍ଥିତି ପହଞ୍ଚିଛି। ଗୋଟିଏ କେଉଟ ପିଲା ମରିଛି, କିନ୍ତୁ ସେ ତ କିଛି ବି ପାପ କରେନି। ତା ପାପ ଘର ପୁରା ଶୂନ। ଏପରି କିପରି ହେଲା? ଏଣେ ତାର ମୃତ୍ୟୁର ସମୟ ବି ହୋଇନାହିଁ। ତାପରେ ଯମ ମହାରାଜ ସେ କେଉଟ ପିଲାଟିକୁ ମୃତ୍ୟୁପୁରରେ ଦେଖି ହସିବାକୁ ଲାଗିଲେ। କହିଲେ, ତୁମେ ସେଇ କେଉଟ ପୁଅ ନା? ଠିକ୍ ଶାସ୍ତି ପାଇଛୁ। କଲା କର୍ମର ଫଳ ତତେ ମିଳିଛି। ଏହା ଶୁଣି ସେ କେଉଟ ପୁଅ ଖାଲି ହସିବାକୁ ଲାଗିଲା। କହିଲା, ମହାରାଜ, ମୁଁ ମରିଛି ସତ, କିନ୍ତୁ ମଣିଷ ରୂପରେ ନୁହେଁ, ମାଛ ରୂପରେ। ମୁଁ ତ ମୋ ଜୀବନରେ କିଛି ବି ପାପ କରିନି। ଆପଣଙ୍କ ମୃତ୍ୟୁ ପଞ୍ଜିକାରେ ମଧ୍ୟ ତାହା ଲେଖା ହୋଇଛି। ଯେହେତୁ ମୋର ମୃତ୍ୟୁ ସମୟ ହୋଇନାହିଁ, ତେଣୁ ଆପଣ ମୋତେ ଏବେ ମର୍ତ୍ତ୍ୟକୁ ଯିବାକୁ ଦିଅନ୍ତୁ, ନଚେତ୍ ମୁଁ ସିଧା ଆପଣଙ୍କ ଉପରିସ୍ଥ ଅଧିକାରୀଙ୍କ ପାଖକୁ ଯିବି। ଏକଥା ଶୁଣି ସେ ଯମ ମହାରାଜ କହିଲେ, ତୁମେ ମୃତ୍ୟୁପୁରକୁ ଆସିଛ ମାନେ ତୁମର ବିଚାର ମୁଁ ହିଁ ମୃତ୍ୟୁପୁରରେ କରିବି। ତୁମେ ମୋର ପ୍ରଶ୍ନର ଉତ୍ତର ଦେବ। ଯଦି ଉତ୍ତର ଠିକ୍ ହୁଏ, ତେବେ ଯାଇ ତୁମେ ମର୍ତ୍ତ୍ୟକୁ ଫେରିବ, ନଚେତ୍ ପୁଣି ମାଛ ରୂପରେ ନଈରେ ରହିବ। ଏକଥା ଶୁଣି ସେ କେଉଟ ପୁଅ ରାଜି ହୋଇଗଲା। ଯମ ମହାରାଜ ଏଥର ପ୍ରଥମ ପ୍ରଶ୍ନ ପଚାରିଲେ, କେଉଁ ପଦାର୍ଥକୁ କାଟିଲେ ତାହା ସଙ୍ଗେ ସଙ୍ଗେ ଯୋଡ଼ି ହୋଇଯାଏ? ସେ କେଉଟ ପୁଅଟି କହିଲା, ପାଣି। ଯମ ମହାରାଜ ଏହା ଶୁଣି ପଚାରିଲା, କେମିତି? ତାପରେ ସେ କେଉଟ ପୁଅ କହିଲା, ମୁଁ ଯେତେବେଳେ ପାଣିରେ ମାଛ ମାରୁଥାଏ, ସେତେବେଳେ ଏକ ଖଣ୍ଡାରେ ଅନେକ ଥର ସେ ପାଣିକୁ ଚୋଟ ମାରେ। ମାତ୍ର ସେ ପାଣିର କିଛି ବି କ୍ଷତି ହୁଏ ନାହିଁ। ସାଙ୍ଗେ ସାଙ୍ଗେ ପାଣି ଯୋଡ଼ି ହୋଇଯାଏ। ଏହା ଶୁଣି ମୃତ୍ୟୁ ଦେବତା କହିଲେ, ତୁମେ ଠିକ୍ କହିଛ। ତାପରେ ମୃତ୍ୟୁ ଦେବତା ପୁଣି କହିଲେ, ଏବେ ମୋର ଦ୍ୱିତୀୟ ପ୍ରଶ୍ନର ଉତ୍ତର ଦିଅ। ଗୁରୁମାନଙ୍କ ମଧ୍ୟରେ ଶ୍ରେଷ୍ଠ କିଏ? ଏପରି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ କେଉଟ ପୁଅ କହିଲା, ମା। ମୃତ୍ୟୁ ମହାରାଜ ଏହା ଶୁଣି ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ମା କେମିତି? ସେ କେଉଟ ପୁଅ କହିଲା, ଛୁଆଟିଏ ଜନ୍ମ ହେଲେ ମା ହିଁ ପ୍ରଥମେ ତାକୁ ସଂସାର ବିଷୟରେ ସୂଚନା ଦିଏ, ଭଲମନ୍ଦ ବିଷୟରେ ବି ଜଣାଏ। ତେଣୁ ଗୁରୁମାନଙ୍କ ମଧ୍ୟରେ ମା ହିଁ ଶ୍ରେଷ୍ଠ। ଶିଶୁର ପ୍ରଥମ ଗୁରୁ ହେଉଛି ତାର ମା। ଏପରି ଉତ୍ତର ପାଇ ମୃତ୍ୟୁ ମହାରାଜ କହିଲେ, ଠିକ୍ ଉତ୍ତର ଦେଇଛ। ଏବେ ମୋର ତୃତୀୟ ପ୍ରଶ୍ନର ଉତ୍ତର ଦିଅ। ସବୁଠାରୁ ପରୋପକାରୀ କିଏ? ତହୁଁ ସେ କେଉଟ ପୁଅ ଉତ୍ତର ଦେଲା, ଜଳ। କାରଣ ଜଳ ସର୍ବଦା ଦେବାକୁ ହିଁ ଭଲ ପାଏ। ସେ କେବେ କାହାଠାରୁ କିଛି ଆଶା କରେ ନାହିଁ। ସମସ୍ତେ ସେଇ ଜଳ ଉପରେ ବି ନିର୍ଭରଶୀଳ। ମୃତ୍ୟୁ ମହାରାଜ ଏପରି ଉତ୍ତର ଶୁଣି କହିଲେ, ଚମତ୍କାର ହୋଇଗଲା। ସେ କେଉଟ ପୁଅର ଏସବୁ ଉତ୍ତର ଶୁଣି ମୃତ୍ୟୁ ମହାରାଜ ଖୁସି ହୋଇଗଲେ। ତାପରେ ମୃତ୍ୟୁ ମହାରାଜ କହିଲେ, ଏବେ ମୋ ଶେଷ ପ୍ରଶ୍ନର ସଠିକ୍ ଉତ୍ତର ଦିଅ। କ'ଣ କେବେ ବି ନିଜକୁ ଦେଖାଯାଏ ନାହିଁ? ଏପରି ପ୍ରଶ୍ନ ଶୁଣି ସେ କେଉଟ ପୁଅ ଜୋରରେ ଖାଲି ହସିବାକୁ ଲାଗିଲା। ସମସ୍ତ ଦେବତାଗଣ ଏ କେଉଟ ପୁଅର ହସ ଶୁଣି ମୃତ୍ୟୁପୁରୀରେ ପହଞ୍ଚିଗଲେ। ତାପରେ ସେ କେଉଟ ପୁଅ ଉତ୍ତର ଦେଲା, ମୃତ୍ୟୁ ମହାରାଜ ନିଜେ ହିଁ ଏହାର ଉତ୍ତର। ସେ ନିଜର ଦୋଷ ଅନ୍ୟମାନଙ୍କ ଭଳି ମଧ୍ୟ କଦାପି ଦେଖିପାରୁନାହାନ୍ତି।
ସେ ଯେଉଁ ଦୋଷ କରିଛନ୍ତି ତାଙ୍କୁ ମଧ୍ୟ ସେଥିପାଇଁ ଦଣ୍ଡ ମିଳିବା ଦରକାର, କାରଣ ନିଜର ଦୋଷ କାହାକୁ କେବେ ବି ଦେଖାଯାଏ ନାହିଁ। ଏହି ଉତ୍ତର ଶୁଣି ସେ ମୃତ୍ୟୁ ମହାରାଜ ଅତ୍ୟନ୍ତ ଲଜ୍ଜିତ ହେଲେ। ତାପରେ ଯମ ମହାରାଜ ସେ କେଉଟ ପୁଅ ଆଗରେ ନିଜର ସମସ୍ତ ଦୋଷ ସ୍ୱୀକାର କଲେ। ଆଉ ସେ କେଉଟ ପୁଅକୁ 100 ବର୍ଷ ବଞ୍ଚିବାର ଆଶୀର୍ବାଦ ଦେଇ ମର୍ତ୍ତ୍ୟକୁ ପଠାଇଦେଲେ। ତ ସାଙ୍ଗମାନେ, ଯଦି ଗପଟି ଭଲ ଲାଗିଥାଏ ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ ନିଶ୍ଚୟ କରିବେ। ଜୟ ଜଗନ୍ନାଥ।